ମୁଁ ମାଛ ପାଇଁ ଯାଇଥିଲି ସେ କୁନି ଭାଉଜ କହିଲେ କଖାଣି ଭାଗ ଯିବା ନାକି ଟିକେ ମୁଁ କହିଲି ସେ ଗୋଟେ ନେଇ ଆସିବା ଆଉ ଏନେ କଲରା ନେଇ ଆଇଲି ଚାଲ ଦିଥର ଆସିକି ମୁଁ ଫେରିକି ଯାଇଛି। ଟୋଟାଲି ଏତିକି ଆଳୁ ଅଛି ଆଉ ସେଇଟା ତରକାରୀ ଚିକେନ ସେତିକି ପକେଇଦେବୁ ଆଉ କଣ ଦରକାର ସେଠି ପକେଇକି ଖାଇଦବା ଥର ଖାଇବା ଆଉ ଯେ ଛାଡ ସେତିକି ପକେଇଦବା ଖାତା କୁଆଡେ ଗଲା ମୁଁ ସେଦିନର ନେ ସେ ଫାଙ୍କାରେ ଅଛି ନା ହଁ ଅଛି ଫାଙ୍କାରେ ଦେଇଦେବି ହଁ ହଉ କର ବେଶୀ ଦବୁ ନା ଅଳ୍ପ ଟିକେ ଦବୁ ସେତିକି ଡାଲି ଶାଗ ଭଜା ଭାତ ଚିକେନ ବାପା ଏଠି ପତ୍ର ଖାଇଛନ୍ତି ଚିକେନ ମତେ ଭଲ ଲାଗିନି ଜାଣିଲୁ ସେଇ ନେଇ ଥୋଇ ଦେଇ ଯାଇଛନ୍ତି ଭଲ ଲାଗିଥିଲେ ସେ କାହିଁକି ଥୋଇଥାନ୍ତେ ମୁଁ ତ ଆସି କହିଲି ସେ ବା ଭୋଗ କାକରା ସେ ଆଇଁଷରେ ଖାଇବେନି କାଲି ସକାଳେ ଖାଇବେ ଭଣ୍ଡା ଗାଣ ଦିଟା ଦେଇଦେଲା ରନ୍ଧା ଆଜି ଇଚ୍ଛା ହଉନି ଘରେ ଖାଇବାକୁ ରୁଟି ଭଜା ତ ମୁଁ ଯାଉଛି ହୋଟେଲରେ ବରା ପିଆଜି ସିଙ୍ଗଡ଼ା ବାଡ଼େଇବି ତ ଚାଲ ଆଜି ବ୍ଲଗ ଷ୍ଟାର୍ଟ କରିବା ସିଙ୍ଗଡ଼ାରେ ଚପଲ କୁଆଡ଼େ ଗଲା ସେଠି କବାଟ ଦେଇନି କବାଟ କୁକୁର ପଶିବ ବୋଉ ମତେ କହିବ ଚାଲ ଭାଇ ଯାହା ଅଛି ସବୁଥିରୁ ଦି ଦିଟା ଦେଇଦେଲ ମୁଁ ଆଗେ ଖାଇଦିଏ ଭୋକ ଜୋର କଲାଣି କୋଉଠି ଶାଗ ଗୋଟେଇକି ଆଣିଲି ମୁଁ ଦେଖେ ଆଣିଛି ବାଇଗଣ 500 ଝୁଡଙ୍ଗ 500 ଆଉ ଟମାଟର 500 ଆଉ ଏ ଗୁଲୁଗୁଲା ତୁ ଖାଇଦଉନୁ ହଁ ଖାଉନୁ ଗୋଟେ ଖା ସକାଳେ ଖାଇଲେ ଗାଧୁଳକୁ ଭୋକ ହଉନି କଣ ଗୋଟାଇ ଖାଇବୁ ଆದ್ರ ଗୋଟାଇ ଦିଟା କାକା ଶାଗ ଭାଜି ପଖାଳ ଭାତ ଖାଇବି କେତେ ଦିନ ହେଲାଣି ଖାଇନି ଆଜି ଖାଇବି ଯାହା ହଉଛି ଝାଡା ହେଇନି ସେ ଔଷଧ ସିଏ ଔଷଧ ପାଇଲି ନା ହେଲା ଆଉ ପାରାସିଟାମଲ କଣ ହବ ତମ ମନକୁ ଡାକ୍ତର ଆଉ ଜ୍ୱର କମିବ ଥଣ୍ଡାଟା ପାଣି ବୋଟଲ ଦିଅନି ପାଣି ବୋତଲ ଘରେ କାଲି ରାତିରେ ବିଶ୍ୱାସ କରିବୁ ନା ବାହାରକୁ ଉଠିଲି ପୁରା ପୁରା ଗୋଟା ପଣ ଥରିଲି ପୁରା ମାନେ ଆଉ ଦୁଇଥର ଗୋଟେ ଉଠିଛି ଉଠିକି ବାରଟା ସାଢ଼େ ବାରଟା ଖାଉନା ତମେ ପାନ ଫାନ କହିଥିଲ ତାକୁ
ବୋଉ ତାର ବସିକି ଖାଇଲାଣି ମୋତେ 2 ଘଣ୍ଟା ହେଲାଣି ଫୋନ୍ କରି ଡାକୁଛି ଖାଇବା ଖାଇବା ମୁଁ ଆସୁ ଆସୁ ଦେଇଦେଇକି ମୋ ବୋଉ ତାର ଖାଇଦେଲାଣି। ହଉ ଚାଲ ମାଛ ପତ୍ର ମଙ୍ଗଳବାର ରୋଷେଇ ହେଉଥିଲା ବାପା ତ ମଙ୍ଗଳବାର ଖାଇକି ଆଇଛନ୍ତି ଆଇଁଷ। ବାପା ଯାଇଛନ୍ତି ହାଁ ବାପା ଗଲେ ନା ବେଳୁ ଭାଇ କି ଖାଇଲେ ଭାଇ ଘରେ ବସି ପାରୁନାହାନ୍ତି ବୋଲି ଗଲେ ନା ଖାଲି କହୁଥିଲେ ଯିବେ ବୋଲି ବା କହିଲେ ଯିବି ନା ଗୋଡ଼ରେ ବସି ଖାଇପାରୁନି ଗୋଡ଼ ବିନ୍ଧୁଛି। ମୁଁ କହୁଛି ମେଡିକାଲ ଯିବା ବକରା ତରକାରୀ ହେଇଛି ବୋଲିକରି ଗୁଣ୍ଡାଇ ଖାଇକି ପଳେଇ ତୁ ଟିକେ ଅଣ୍ଡା ଫଣ୍ଡା ଗୋଟେ ଆଣିକି ଇଚ୍ଛା କେତେ ଭାତ ଦେଇଛି ବାପା କୋଉଠି ପୁଳେଇ ଧଣିଆ ଶାଗ ନେଇକି ଯାଇଛି ଧଣିଆ ପତ୍ର କଲରା ଆଉ ଇଏ ପାଇଁ ଯାଇଥିଲେ ଗୁଆ ପାଇଁ ଯାଇଥିଲେ ସେ ତୋଳୁଥିଲା କଲରା ଆଣିଛନ୍ତି 500 ଆଉ ଶାଗ ଦୁଟା ଦେଇଛନ୍ତି। ଏତେ ଗୁରା ମୁଠି ଶାଗ କଣ ହବ କୁନି ନବ ଆଣିଥିଲା ଆମେ ଖାଉଥିଲୁ ନୂଆ ହେଇଛି ଚେର ବାଛିବାକୁ ଗୋଟେ ଦଳା ନାହିଁ। ଆଉ କଣ ଏତେ ଗୁଡା ଶାଗ ହେଲାଣି ତ ଚେର ବାଛିବା ନାଗି ଅଧଘଣ୍ଟା ଲାଗିବ। ସିଏ ବାଛିବ ନା କୁନ ବାଛିବ ତୁ ଦେଇଦଉନୁ ମାନେ ବିଶ୍ୱାସ କରିବେନି ମାନେ ଜ୍ୱର ହେଇଯାଇଛି ମୋତେ କାଲି ରାତିଠୁ ବିଶ୍ୱାସ କରିବେନି ଯୋଉ ଜ୍ୱର ହେଇଛି ମୋତେ ମାନେ ମୋ ତଣ୍ଟି ଦରଜ ମାନେ ଦେହ ହାତ ସବୁ ଦରଜ ସେପ ବି ଢୋକି ହଉନି ତାପରକୁ ମାନେ ଭଲ ଲାଗୁନି କିଛି ମାନେ ନା ଭିଡ଼ିଓ କରିବା ପାଇଁ ଭଲ ଲାଗୁଛି ନା ବୁଲିବା ପାଇଁ ଭଲ ଲାଗୁଛି ମାନେ କଣ କରିବି ମୋତେ କିଛି ଭଲ ଲାଗୁନି ମାନେ ପୁରା ବିରକ୍ତ ହେଇଗଲିଣି। ଓ ଭାଇରେ ମୁଣ୍ଡ ବିନ୍ଧୁଛି କଣ କରାଯିବ କିଛି ବୁଝିପାରୁନି। ଏଇଟା ହେଉଛି ଆମ ସ୍କୁଲ ଦେଖଉଛି ଏଇଟା ହେଉଛି ଆମ ସ୍କୁଲ ଏଇଥିରେ ମୁଁ ପଢ଼ିଛି। ତା ସେପଟେ ଗୋଟେ ଘର ଥିଲା ଯୋଉଟାକି ଏବେ ଟିକେ ମାନେ ଭାଙ୍ଗି ଯାଇଛି ମାନେ ନୂଆ ତିଆରି ବୋଲି ସେପଟରେ ଅଛି ତା ସାମ୍ନାରେ ଆଉ ଗୋଟେ ଘର ଥିଲା କିଛି ନାହିଁ କଣ କରିବା ବସିବା ବୁଲିବା ଟିକେ ଆଉ। ଏଇଟା ହେଉଛି ଆମ ଦୁର୍ଗା ମନ୍ଦିର ଏଇଟା ହେଉଛି ଆମ ମାଙ୍କ ମନ୍ଦିର ଏଇଟା ହେଉଛି ଆମ ଦୁର୍ଗା ମାଙ୍କ ମନ୍ଦିର ଏଇଟା ହେଉଛି ଏଠି ଆମର ଶିବ ମନ୍ଦିର ତିଆରି ହେଉଛି ଆଉ ଏଇଟା ହେଉଛି ଆମ ଷ୍ଟୋର ଘର। ଓଇ ଆମ କାହିଁକି ଆଇଛୁ ସେ ଚଗଲାଟା ଏଡେ ଚଗଲା ଯୋଉ ଆଜି କିଛି କହିଲା ନା ବୋଧେ ଲାଗୁଛି ଟୋକା ସୁଧୁରି ଯାଇଛି ଆଉ ସେ ନାଇଁ କିଛି କହିଲା ନା ଭଦ୍ର ପିଲା ଭଳିଆ ସେ ପଳେଇଲା ତ ବହେ କମ୍ପିବା କଥା ଛୁଆଟା ଛୋଟ ଥିଲା ଟିକେ ଚଗଲା ହଉଥିଲା ଏବେ ଟିକେ ବଡ଼ ହେଇଗଲାଣି ସେଥିପାଇଁ କହୁନି ସେ ଆସୁ ମୁଁ ଏଠି ଜଗିକି ବଇଛି।